ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଏହି କାର୍ଯ୍ୟ ସମସ୍ତଙ୍କୁ କରିବାକୁ କୁହାଯାଉଛି, କିନ୍ତୁ ଚାଷୀ ଭାଇମାନେ ଏହି କାର୍ଯ୍ୟ ନ କରିବାରୁ ସେମାନେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଟଙ୍କା ପାଇପାରୁନାହାନ୍ତି। ଆପଣ ଯଦି ଏହି କାର୍ଯ୍ୟଟିକୁ ନ କରିଛନ୍ତି, ତେବେ ଏହି କାର୍ଯ୍ୟଟିକୁ କ'ଣ ଜାଣନ୍ତୁ ଓ ଏହି କାର୍ଯ୍ୟଟିକୁ ମଧ୍ୟ କରନ୍ତୁ, ଯାହାଦ୍ୱାରା ଆପଣମାନେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇପାରିବେ। ଆଗକୁ ତ 16ତମ କିସ୍ତି ଆସୁଛି। ଆପଣମାନେ ଏହି 16ତମ କିସ୍ତିର ଲାଭ ନେବା ପାଇଁ ଆପଣମାନଙ୍କୁ ଏହି କାର୍ଯ୍ୟ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣମାନେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 2000 ଟଙ୍କାର ଲାଭ ପାଇପାରିବେ। କେବଳ 16ତମ କିସ୍ତି ନୁହଁ, ଆଗକୁ ଯେତେ ସବୁ କିସ୍ତି ଆସିବ ସେସବୁ କିସ୍ତିର ମଧ୍ୟ ଆପଣ ଲାଭ ନେଇପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡ଼ିବ। ଏହି କାମ କରିବା ଦ୍ୱାରା ଆପଣଙ୍କର ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ତରଫରୁ ଆପଣଙ୍କର 2000 ଟଙ୍କା ଆପଣଙ୍କର ବ୍ୟାଙ୍କ ଖାତାକୁ ଆସିଯିବ। ଆପଣମାନେ ଏହି 2000 ଟଙ୍କାକୁ ଆପଣଙ୍କର ଚାଷ କାର୍ଯ୍ୟରେ ଲଗାଇ ପାରିବେ। ତେବେ ଏହି କାର୍ଯ୍ୟଟି କ'ଣ ଜାଣିବା ପୂର୍ବରୁ ଆପଣମାନେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଏହିଭଳି ଅପଡ଼େଟ୍ ଜାଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରନ୍ତୁ। ଏହା ସହିତ ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗେ, ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଏଇଠି ଦେଖନ୍ତୁ, ଆପଣଙ୍କ ଆଗରେ ଗୋଟେ ଫଟୋଟିଏ ଦେଖାଯାଉଥିବ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଲେଖାଯାଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଏଠି ଲେଖାଯାଇଛି। ତା ତଳେ ଦେଖନ୍ତୁ ଏହାର କାର୍ଯ୍ୟ କ'ଣ ଲେଖାଯାଇଛି। ଆତ୍ମନିର୍ଭର କିଷାନ ବନୋ, ସ୍ୱୟଂ ହି ଇ-କେୱାଇସି କରୋ। ଦେଖନ୍ତୁ ତଳେ ଇ-କେୱାଇସି କରିବେ ଯେଉଁ ଆପ୍ଲିକେସନରେ, ସେହି ଆପ୍ଲିକେସନର QR କୋଡ଼୍ ମଧ୍ୟ ଦିଆଯାଇଛି। ଆପଣ ଏହି QR କୋଡ଼୍ ସ୍କାନ୍ କଲେ ଆପଣଙ୍କର ଓପନ୍ ହୋଇଯିବ ପ୍ଲେ ଷ୍ଟୋରରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଆପ୍ଟି। ଆପଣ ଏହି ଆପ୍କୁ ଏଠି ଡାଉନଲୋଡ଼୍ କରିପାରିବେ। ଦେଖନ୍ତୁ ଆପଣମାନେ ଇ-କେୱାଇସି କିପରି କରିବେ ମଧ୍ୟ ତଳେ ଦେଇଦେଇଛି। ଦେଖନ୍ତୁ 4ଟି ଲାଇନରେ ଲେଖାଯାଇଛି। ଇ-କେୱାଇସି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣ ଏହାକୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଅଫିସିଆଲ ୱେବସାଇଟରେ ଯାଇ ମଧ୍ୟ କରିପାରିବେ। ଆପଣଙ୍କୁ ଆପ୍ ଡାଉନଲୋଡ଼୍ କରିବା କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଆପଣ ଯଦି ଚାହୁଁଛନ୍ତି ଡାଉନଲୋଡ଼୍ କରିବାକୁ, ତେବେ ପ୍ଲେ ଷ୍ଟୋରରୁ ଡାଉନଲୋଡ଼୍ କରିପାରିବେ। ଏଠି ଦେଖନ୍ତୁ ଆପଣମାନେ ଇ-केवाईसी किपरि करिवे। गूगल प्ले स्टोर में पीएम किसान ऐप डाउनलोड करो। ऐप में आधार नंबर और बेनिफिशियरी आईडी डालकर लॉगिन करो। मोबाइल नंबर पर प्राप्त ओटीपी को दर्ज करो। फेस ऑथेंटिकेशन जरिए अपनी ई-केवाईसी पूरा करो। आपणकर फेस देखई आपण एई पीएम किसान एप्लिकेशन रे आपण आपणकर ई-केवाईसी को करिपरिवे। किंतु पीएम किसान सम्मान निधि योजनार ऑफिशियल वेबसाइट रे केवल ओटीपी माध्यम रे आपण माने ई-केवाईसी करिपरिवे। आपणकर आधार रे जो नंबर रजिस्टर थिबो सेही नंबर को ओटीपी जीवो। आपण से ओटीपी की देले आपणकर ई-केवाईसी कंप्लीट होई जीवो। आपण जेपरि चाहिए सेपरि करिपरिवे। ई-केवाईसी बहुत गुरुत्वपूर्ण अटे। जो माने ई-केवाईसी न करिवे सेमानंकु टंका मिली परिबो नाही। पूर्वर मध्य बहुत चाषी ई-केवाईसी न करिवारु सेमाने टंका पाई नांती। आपण जदि ई-केवाईसी अपडेट को करिनांती तेबे करंतु, जहाद्वारा आपण माने आगकू जेते सब किस्ती आसीबो से किस्ती गुड़िकर लाभ नहीं पारिबे। एबे गला बेले वीडियो को गोटे लाइक करने सहित चैनल को सब्सक्राइब करंतु।